ଏଥରର ପ୍ରସଙ୍ଗ ଭଡ଼ା ଘର, ବିଧାତାର ନିର୍ଦ୍ଦେଶ, ଭାଗ୍ୟଫଳ ଓ ଅନ୍ୟ ଆଗରେ ପ୍ରଦର୍ଶନ କରିବା ଆଦି ଯେତେ ଯାହା ଢୋଲ ବଜେଇଲେ ସୁଦ୍ଧା ନିଜର ରୁଚି ଆବଶ୍ୟକତା ହିଁ ମଣିଷର ବର୍ତ୍ତମାନକୁ ସଜେଇ ରଙ୍ଗେଇ ସଳଖ ରାସ୍ତା ଉପରେ ନେଇଯିବା କଥାକୁ ଅସ୍ୱୀକାର କରିହେବ ନାହିଁ। ଆବଶ୍ୟକତା ନଥିଲେ ନୂଆ ନୂଆ କଥା ଆଜି ଆମ ସାମ୍ନାକୁ ଆଉ ଆସନ୍ତା ନାହିଁ, ଅଥବା ବିଚାର ଭାବନାରେ ରହନ୍ତା ନାହିଁ ସନ୍ତୁଳନ। ଫଳତଃ ଖୋଜିବା ଓ ତିଆରି କରି ବାଞ୍ଛିତ ବସ୍ତୁକୁ ଆପଣେଇ ନେଇ ସଳଖ ସୁନ୍ଦର ରାସ୍ତାରେ ଚାଲିବା ସାଧାରଣ ହୋଇଯାଇଛି। ଅନ୍ୟ ଅନେକଙ୍କ ମଧ୍ୟରୁ ମୁଣ୍ଡ ଉପରେ ଛାତ, ଚାରିପଟେ କାନ୍ଥ ଓ ଆନୁଷଙ୍ଗିକ ବ୍ୟବସ୍ଥା ଖଞ୍ଜା ହୋଇଥିବା ଆବଦ୍ଧ କ୍ଷେତ୍ରଟି, ଯାହାକୁ କୁହାଯାଏ ଘର, ମଣିଷ ଜୀବନର ଏକ ଅନିବାର୍ଯ୍ୟ ଆବଶ୍ୟକତା। ତା ଭିତରେ ନିଜକୁ, ନିଜ ସନ୍ତାନ ସନ୍ତତି, ପରିବାର ସହିତ ସୁରକ୍ଷିତ, ସଂଯତ ଓ ଆନନ୍ଦମୟ ସମୟ ବିତେଇବା ମଣିଷ ଜୀବନର ଏକ ନିର୍ଦ୍ଧାରିତ ସତ୍ୟ। ଉତ୍ତରାଧିକାର ସୂତ୍ରରେ ଘରଟିଏ ପ୍ରାପ୍ତ ନ ହେଲେ ଅଥବା ଆର୍ଥିକ ସ୍ଥିତି ଦୁର୍ବଳ ଥିଲେ ଘରଟିଏ ପାଇଁ ଶ୍ରମ ଓ ସଂଘର୍ଷ ସାଧନ କିଛି କମ୍ ନଥାଏ। ନିଜ ଜୀବନ କାଳ ମଧ୍ୟରେ ପ୍ରଗାଢ଼ ଉଦ୍ୟମ, କୁଚ୍ଛ ସାଧନା ସତ୍ତ୍ୱେ କପାଳରେ ନଥିଲେ ଘରଟିଏ ତୋଳି ହୁଏ ନା, ଅଥବା ଛାତଟିଏକୁ ନିଜର କରି ହୁଏ ନା। ବହୁ କ୍ଷେତ୍ରରେ ବୃତ୍ତି ଓ ପ୍ରବୃତ୍ତି ମଝିରେ ଛନ୍ଦି ହୋଇ ନିଜସ୍ୱ ଘର ନିର୍ମାଣ କଳ୍ପନା ଦୂରରୁ ଚାଲିଯାଏ ମନ ପାଖରୁ। ଆଉ ସମୟ ଉପଗତ ହେଲେ ନାନାଦି ପ୍ରତିବନ୍ଧକ ସୃଷ୍ଟି ହେଇ ସମ୍ଭବ ହୁଏ ନା ଗୃହ ନିର୍ମାଣ ବା କ୍ରୟ କରି ଗୃହଟିର କର୍ତ୍ତା ହେବା। ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ଓ ଆଧୁନିକ ସମୟ ଜୀବନକୁ ଏପରି ପ୍ରଭାବିତ କରିছে ଯେ ଆଉ ନିଜେ ଇଟା, ପଥର, ଲୁହା, ସିମେଣ୍ଟ ଯୋଗାଡ଼ କରି ଘରଟିଏ ନିର୍ମାଣ ନ କରି ନିଜର ଆର୍ଥିକ ସମ୍ପନ୍ନତା ବଳରେ ଅନ୍ୟ ଉପଭୋଗ୍ୟ ସାମଗ୍ରୀ ପରି ନୂତନ ଘରଟିଏ କ୍ରୟ କରିବା ସମ୍ଭବ ହେଉଛି। ନିର୍ମାଣକାରୀ ସଂସ୍ଥା କିସମ କିସମ ଘରର ଉପଲବ୍ଧ କରାଉଥିବା ଯୋଗୁଁ ମଣିଷ ହାତ ପାହାନ୍ତାରେ ଏ ସୁଯୋଗ ଆଜି ଆସି ପହଞ୍ଚି ଯାଇଛି। କତିପୟ ମନେ କରନ୍ତି ଘରଟିଏ ତୋଳିବା ନିମନ୍ତେ ଅର୍ଥ ବ୍ୟୟ ନ କରି ସଞ୍ଚିତ ଅର୍ଥକୁ ଅର୍ଥ ଲଗାଣକାରୀ ସଂସ୍ଥା ବା ବ୍ୟାଙ୍କମାନଙ୍କରେ ସ୍ଥାୟୀ ଜମା ଦେଇ ପ୍ରାପ୍ୟ ସୁଧରେ ସହଜରେ ସୁନ୍ଦର ଭଡ଼ା ଘରଟିଏ ନିଆଯାଇପାରେ। ବିଜୁଳି, ପାଣି, ବର୍ଜ୍ୟବସ୍ତୁ ପରିଚାଳନା ଓ ରକ୍ଷଣାବେକ୍ଷଣ ପରି ସମସ୍ୟାମାନଙ୍କୁ ଆଉ ସାମ୍ନା କରିବାକୁ ପଡ଼ନ୍ତା ନାହିଁ। ସମ୍ପ୍ରତି ଆଧୁନିକ ପରିବାର ଧୀରେ ଧୀରେ ସୂକ୍ଷ୍ମରୁ ସୂକ୍ଷ୍ମତର ହେବା ସାଙ୍ଗକୁ ପିଲାପିଲି ଓ ଉତ୍ତରାଧିକାରୀ ବିଦେଶ ବା ଦୂର ସ୍ଥାନକୁ ଚାଲି ଯାଇଥିବାରୁ ଘରର ଭବିଷ୍ୟତ ସଙ୍କଟର ସାମ୍ନା କରୁଛି। ନିଜର କଷ୍ଟୋପାର୍ଜିତ ଧନ ଦ୍ୱାରା ନିର୍ମିତ ଘରଟି ଭବିଷ୍ୟତରେ ଭୂତକୋଠି ହେବାର ସମ୍ଭାବନାକୁ ଉଜ୍ଜ୍ୱଳ କରୁଛି। ତେଣୁ ଅନିଶ୍ଚିତତା ପଛରେ ନ ଧାଇ ଶ୍ରେୟ ମଣିଥାନ୍ତି ଭଡ଼ାରେ ରହି ଜୀବନ ଅତିବାହିତ କରିବାକୁ। ମାତ୍ର ଭଡ଼ା ଘର କସ୍ମିନ କାଳେ ନିଜ ଘର ନୁହେଁ। ଘର ନିର୍ମାଣ କିଛି ବ୍ୟକ୍ତିଙ୍କର ଏକ ନିଶା। ନିଜ ଉପାର୍ଜିତ ଅର୍ଥର ସଫଳ ବିନିଯୋଗ ଓ କ୍ରମବୃଦ୍ଧି ପାଇଁ ଜମି କ୍ରୟ ଓ ଘର କ୍ରୟ ବା ନିର୍ମାଣ ଏକ ବୌଦ୍ଧିକ ବିଳାସ। ଘରଟିକୁ ଭଡ଼ାରେ ଲଗାଇ ଅର୍ଥର ଯଥାର୍ଥ ବିନିଯୋଗ ବା ଭବିଷ୍ୟତର ନିଜ ଉପାର୍ଜିତ ସମ୍ପତ୍ତି ବହୁଗୁଣିତ ହେବାର ଯୋଜନା ଦ୍ୱାରା ଭବିଷ୍ୟତ ସୁରକ୍ଷିତ ରଖିବା ଅନେକ ବୁଦ୍ଧିମାନ ବ୍ୟକ୍ତିଙ୍କର ଦର୍ଶନ। ଏହାଦ୍ୱାରା ସୃଷ୍ଟି ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟା ଓ ମାନସିକ ଅବସ୍ଥା କେଉଁ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଯାଏ ତାହାକୁ ଅଣଦେଖା କରି ଏ ରାସ୍ତାରେ ଯିବା ବିଧି ନିର୍ଦ୍ଦେଶ ବା ଜନ୍ମଗତ ରୂପେ ଅନେକ ବିଶ୍ୱାସ କରନ୍ତି। ଗୃହ ମାଲିକ ନିଜ ଘରଟିକୁ କେବଳ ଘର ନଥିବା ଅଥବା ଆଶ୍ରା ଖୋଜୁଥିବା ପରିବାରକୁ ନ ଯାଇ ବ୍ୟବସାୟିକ କାର୍ଯ୍ୟ ପାଇଁ ସୁଦ୍ଧା ନିୟୋଜିତ କରନ୍ତି। ଏଥିରେ ଅଧିକତମ ଗୃହ ମାଲିକ ନିଜ ଘରଟିକୁ ଭଡ଼ା ଦେଲାବେଳେ ତାର ରକ୍ଷଣାବେକ୍ଷଣ ପ୍ରତି ସର୍ବନିମ୍ନ ଦୃଷ୍ଟି ଦେଇଥାନ୍ତି। ମନେ କରନ୍ତି ଏହି ଭଡ଼ା ନେଉଥିବା ବ୍ୟକ୍ତିର ଦାୟିତ୍ୱ ଏବଂ କର୍ତ୍ତବ୍ୟ। ସମ୍ପ୍ରତି ସହରୀକରଣ ଯୋଗୁଁ ସୁନ୍ଦର ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଉପଯୋଗୀ ଘରର ଚାହିଦା ଆଜି ଖୁବ୍ ଅଧିକ। ନିଜର କର୍ମକ୍ଷେତ୍ର ନିକଟରେ, ଅଫିସ ପାଖରେ, ପିଲାଙ୍କ ସ୍କୁଲ ପାଖାପାଖି, ବଜାର ପାଖ ଆଦି ସ୍ଥାନରେ ମନ ପସନ୍ଦର ନିଜର ଆବଶ୍ୟକତା ପୂରଣ କରିବା ଭଳି ଘରଟିଏ ମିଳିବା କଷ୍ଟସାଧ୍ୟ। ଇଚ୍ଛା ବିରୁଦ୍ଧରେ ସାଲିସ କରି ଗୃହ ମାଲିକର ସମସ୍ତ ସର୍ତ୍ତ ପାଳନ କରି ଘରଟି ନେବାକୁ ପଡ଼େ, ଯେତେ ଅଯୌକ୍ତିକ, ଅସଙ୍ଗତ ଓ ଅପହଞ୍ଚ ସର୍ତ୍ତାବଳୀ ଥିଲେ ସୁଦ୍ଧା। ସାଧାରଣରେ ଭଡ଼ା ଘରେ ରହୁଥିବା ପରିବାରକୁ ଭଡ଼ାଟିଆ କୁହାଯାଉଥିବାରୁ ଘର ପ୍ରତି ଆପଣାପଣ ସୃଷ୍ଟି ହୋଇପାରେ ନା। ଏମିତି କିଛି ଭଡ଼ାଟିଆ ଅଛନ୍ତି ଯେଉଁମାନେ ଅନ୍ୟର ଘର ହେଲେ ସୁଦ୍ଧା ଆପଣାର ଘର ମନେ କରି ତାର ଉପଯୁକ୍ତ ଯତ୍ନ ନେବା ସହ ସୁନ୍ଦର କରି ଘୋଡ଼ି ତୋଳିଥାନ୍ତି ସମଗ୍ର ପରିବେଶ। ମାତ୍ର ଏମାନଙ୍କ ସଂଖ୍ୟା ଆଖି ଦୃଶ୍ୟା ନୁହେଁ। ମାସକୁ ମାସ ନିୟମିତ ଧାର୍ଯ୍ୟ ଭଡ଼ା ଯଥା ସମୟରେ ଦେଉଥିବାରୁ ଘରଟିକୁ ନିଜ ଇଚ୍ଛା ଅନୁସାରେ ବ୍ୟବହାର କରିପାରିବା, ରୁଚି ମୁତାବକ ତାହାକୁ ସଜେଇ ରଖିବା ସେମାନଙ୍କର ଅଧିକାର ପରିସରଭୁକ୍ତ।
ଅନେକ ମନେ କରନ୍ତି ଏହା ଅସ୍ଥାୟୀ ଠିକଣା ହୋଇଥିବାରୁ ଏହା ପରିତ୍ୟାଗ କରିବା ଯେହେତୁ ନିଶ୍ଚିତ, ତେଣୁ ଉତ୍ତରାଦାୟୀ ହେବାର ପ୍ରଶ୍ନ ଉଠୁନି। ନୂତନ କର୍ମକ୍ଷେତ୍ରରେ ପହଞ୍ଚି ଘରଟିଏ ଖୋଜିବା ଅଥବା ନିଜର ଘରଟିଏ ନଥିବା ଅବସ୍ଥାରେ କେବଳ ଭଡ଼ା ଘର ଲୋଡ଼ା ପଡ଼ାଏ ତାହା ନୁହେଁ, ବିଶେଷ ଅବସ୍ଥାରେ ମଧ୍ୟ ନିଆଯାଉଥିବା ଘର ଅନାହୁତ ବିପଦର କାରଣ ହୋଇଥାଏ। ଗୃହ ମାଲିକ ଅର୍ଥ ଲୋଭରେ କୌଣସି ଅଜ୍ଞାତ ଲୋକଙ୍କର ପ୍ରକୃତ ପରିଚୟ ଅଭିପ୍ରାୟ ନ ଜାଣି ଭଡ଼ା ଦେଇଦେବା ଦ୍ୱାରା ବେଳେବେଳେ ବରଣ କରିବାକୁ ପଡ଼ିଥାଏ ଭୟଙ୍କର ବିପଦ। ସମାଜର ବିଘଟନକାରୀ ଶକ୍ତି ଗୋପନରେ ସୃଷ୍ଟି କରିପାରନ୍ତି କୌଣସି ଦୁଃସ୍ଥିତି, ହୋଇପାରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ, ରାଷ୍ଟ୍ରବାଦୀ ଯୋଜନା ଇତ୍ୟାଦି ଇତ୍ୟାଦି। କେହି କେହି ଭଡ଼ାଟିଆ ବ୍ୟବସାୟିକ ମନୋବୃତ୍ତି ନେଇ ଅନୀତି ଅସାମାଜିକ କାର୍ଯ୍ୟକ୍ରମ ପାଇଁ ଉପଯୋଗ କରନ୍ତି ଘରଟିକୁ। ଆଉ ଉତ୍କଟ ସ୍ଥିତି ଉପୁଜେ ସେତେବେଳେ, ଯେଉଁଠି ମାସ ମାସ ବର୍ଷ ବର୍ଷ ଧରି ଭଡ଼ାରେ ରହିବା ପରେ ଘରଟିକୁ ନିଜର ବୋଲି ଦାବି କରାଯାଏ। ବିଚରା ଗୃହ ମାଲିକ ଆଇନ କାନୁନ ପୁଲିସ ଗୁଣ୍ଡାଙ୍କ ସହାୟତାରେ ଭଡ଼ାଟିଆକୁ ଉଚ୍ଛେଦ କରିବାକୁ ସତତ ଉଦ୍ୟମ ପରେ ସୁଦ୍ଧା ଅନେକ କ୍ଷେତ୍ରରେ ଘରଟି ଭଡ଼ାଟିଆ ହାତକୁ ଚାଲିଯାଇଥାଏ। ଏହା ସମସ୍ତଙ୍କର ଜ୍ଞାତସାରରେ ଘଟୁଥାଏ, ଅଥଚ ପ୍ରତିବିଧାନ କିଛି କରିହୁଏନି। ବିଚରା ପଡ଼ୋଶୀ ଏହାର ପ୍ରତିଫଳ ଭୋଗ କରୁଥାଏ, ନୀରବରେ ଦେଖୁଥାଏ, କିଛି ପ୍ରତିକାର କରିପାରେ ନା। ନିଜ କୃତକର୍ମ ପାଇଁ ନିଜ ଘରୁ ବଞ୍ଚିତ ହେବା, ବିତାଡ଼ିତ ହେବା ଅଥବା କୌଣସି କାରଣରୁ ଘର ପରିତ୍ୟାଗ କରି ନିଜର ସ୍ୱାଧୀନ ସ୍ୱତନ୍ତ୍ର ଜୀବନ ବିତାଇବା ପାଇଁ ନେଇଥାନ୍ତି ଭଡ଼ାରେ ଘରଟିଏ। ସମ୍ପ୍ରତି ବିବାହ ନ କରି ଏକତ୍ର ରହିବା ପରି ପାଶ୍ଚାତ୍ୟ ଧାରା ଧୀରେ ଧୀରେ ଆମ ସମାଜରେ ବୃଦ୍ଧି ପାଉଥିବାରୁ ଭଡ଼ା ଘର ଅଲିଖିତ ଅସ୍ୱୀକୃତ ଅବିବାହିତ ଦମ୍ପତିଙ୍କ ନିମନ୍ତେ ସୁରକ୍ଷିତ ମନେ କରାଯାଉଛି। କାରଣ ଆଧୁନିକ ସମାଜ ପୂର୍ବବତ ଆଉ ପାଖ ପଡ଼ୋଶୀଙ୍କ ସହିତ ସମ୍ପର୍କ ରଖୁନଥିବାରୁ ପ୍ରେମିକ ପ୍ରେମିକାଙ୍କ ପାଇଁ ସ୍ୱର୍ଗ ବନିଯାଇଛି ଭଡ଼ା ଘର। ଏଥିରେ କାହାରି ହସ୍ତକ୍ଷେପ ନଥାଏ। କିଏ କ'ଣ କାହିଁକି କେତେବେଳେ କରୁଛି ଅପ୍ରାସଙ୍ଗିକ ହୋଇଉଠେ ନିକଟ ପାଖ ପଡ଼ିଶାଙ୍କ ପାଇଁ। କୌଣସି ଘଟଣା ଦୁର୍ଘଟଣାକୁ ପାଖ ପଡ଼ୋଶୀ ଶିରପୀଡ଼ାର କାରଣ ମନେକରି ସମ୍ପୃକ୍ତ ହେବାକୁ ଅନୁଚିତ ମନେ କରନ୍ତି ସତ, ମାତ୍ର ଏହାଦ୍ୱାରା ସମସ୍ୟା ଦୂର ହେବା ପରିବର୍ତ୍ତେ ଆସି ପହଞ୍ଚେ ନୂଆ ଘଟଣା। ତେଣୁ ବାଇ ମହାନ୍ତି କହନ୍ତି, କଷ୍ଟୋପାର୍ଜିତ ସ୍ୱପ୍ନର ସୁନ୍ଦର ଘରଟିକୁ ଭଡ଼ାରେ ଦିଅ ଅଥବା ଭଡ଼ାରେ ନିଅ, ମନା ନାହିଁ, ମାତ୍ର ଏମିତି କିଛି କର ନାହିଁ ଯାହାଦ୍ୱାରା ମୌଳିକ ଚିନ୍ତନଟି ଅପସୃତ ହୋଇ ଆଖିରେ ଆଣିବ ଲୁହ, ଛାତିରେ ବୋହିଦେବ କୋହ।